नमस्कार आरंभ करने को जाऊँ आज ओडिया कार्यक्रम नारी केड़े धन्य तुम्हें केड़े धन्य नारी तुम्हें केड़े धन्य तुम्हें केड़े धन्य धन्य तुम नारी जन्म धन्य तुम नारी जन्म आश्चर्य सृष्टि ईश्वरंका नारी तुम्हें केड़े धन्य हो नारी तुम्हें केड़े धन्य। प्रभु जीशु नाम रे धन्यवाद दौची जे यही सुजोग मते आपण माने देइथिबारु आउ समस्त को प्रभु जीशु नाम रे शुभेच्छा जनाऊँगी। आउ प्रभु आम को यही समय रे विशेष भाव में कथा कहबे बोली ए प्रभु ऊपर निर्भर करुँची से प्रभु नाम को धन्यवाद दौची यही समस्त कार्यक्रम पाई नारी उपरे माने आज चिंता करबा ए स्त्री लोक आमे देखु जे विचारकर्ता पुस्तक रे अछंती तांको विषय लिखा जाइछि जे विचारकर्ता 4-5 पर्व रे जे से होचंती साधारण गोटे स्त्री लोक लपिदोतंकर भार्या से होचंती दबरा से होचंती केवल साधारण नारी नथिले से होचंती भविष्यवक्त्री ता सहित मध्य से तो होचंती विचारकर्त्री से यहूदी लोक मानकर विचारकर्त्री भाव में ईश्वर द्वारा मनोनीत करा जाइतिले आ विचारकर्त्री थिले जेतेबेले सेतेबेले इस्राएल रो खाली विचार कले ता नुहे किंतु सेमानक सांगरे युद्ध करने मध्य से साहसर सहित केते 10,000 सैनिक मानकर सहित गमन करते पहाड़ उपर को से तबरा पर्वत उपर को जाइकरी से कौन करचंती ना 10,000 सैन्य मानक सहित से मानकर सपक्ष ईश्वर निकट निवेदन करुचंती पुणी कहते निश्चय इस्राएल जीतब जय करिबो ए किणानिया राजा जाबिन को तांकर जो तांकर इस्राएल रो विरुद्ध जो राजा आउ तांकर सिसरा बोली तांकर जो सेनापति सेमान को कौन करचंती ईश्वर जे प्रभु सदा प्रभु परमेश्वर जे समान को परास्त करिवे संपूर्ण रूपे मृत्युमुखी करिवे विनाश करिवे ए विषय समान को जणे देथिली तापरे सदा प्रभु परमेश्वर विश्वासी वीर मानकर मध्यरे नारी मान को रखिचंती आमे जेतेबेले एवरी पुस्तक पढ़ू एवरी आमे जेतेबेले एवरी पुस्तक पढ़ू एवरी पुस्तक 11 पर आम देखु जे विश्वास द्वारा स्त्री लोक मैंने जदि बा से प्रभुंकर परिचय बहुत
ପରେ ପାଇଛନ୍ତି। ତଥାପି ଆମେ ଦେଖୁଛୁ ରାହାବ ବେଶ୍ୟା କଥା ସେଠି ଲେଖାଯାଇଛି। ବିଶ୍ୱାସ ଦ୍ୱାରା ରାହାବ ବେଶ୍ୟା ଚୋରମାନଙ୍କୁ କ'ଣ କରିଥିଲା? ଆଶ୍ରୟ ଦେଇଥିଲା। ଆଉ ଆଶ୍ରୟ କେବଳ ଦେଲା ସେତିକି ନାହିଁ, ସେ ଯେତେବେଳେ ଜିରିଓ ପାଚିରି ଭଙ୍ଗା ଯାଇଥିଲା, ଜିରିଓ ପାଚିରି ଉପରେ ତାର ଘର ଥିଲା ଆଉ ତାର ପରିବାର ଥିଲେ, ଆଉ ସେଇ ତ ପରିବାରକୁ ଆଉ ନିଜକୁ ସେ ରକ୍ଷା କରିଥିଲା କେବଳ ଗୋଟେ ସିନ୍ଦୁର ବର୍ଣ୍ଣର ଗୋଟେ ସୂତା ଲଗେଇକିରି। ଯାହା ତାହାକୁ କୁହାଯାଇଥିଲା ଯେ ସେଇ ଯେଉଁ ଲାଲ ର ସୂତା ସେ ଯଦି ନ ଲଗାଏ ତାହେଲେ କେତେବେଳେ ମଧ୍ୟ ସେଇ ଇସ୍ରାଏଲ ମାନେ ସୈନ୍ୟମାନେ ଜାଣିପାରିବେନି ଯେ ଏଇ ଘରଟା ବୋଲି। ଏଇ ଘରଟାକୁ ଛାଡ଼ିକିରି ସେମାନେ ଯେତେବେଳେ ଅନ୍ୟ ସବୁକୁ ନଷ୍ଟ କରିଦେଲେ, ସମ୍ପୂର୍ଣ୍ଣ ଭାବରେ ସେଇ ପାଚିରି ଭାଙ୍ଗିକିରି ଧୂଳିସାତ ଭୂମିସାତ ହେଇଥିଲା। ଆଉ ଏଇଟା ହେଉଛି ଯେହେତୁ ସେଇ ଜଣେ ନାରୀ ଆଉ ଯିଏକି ସମ୍ପୂର୍ଣ୍ଣ ଭାବରେ ନିଜ ପରିବାରକୁ ଆଉ ନିଜକୁ ରକ୍ଷା କରିଥିଲା, ଆଉ ସେ ଆସି ଇସ୍ରାଏଲୀୟମାନଙ୍କର ମଧ୍ୟରେ ବିଶେଷ ସ୍ଥାନ ଅଧିକାର କରିଥିଲା। ଆମେ ଦେଖୁଛେ ସେ କେବଳ ସେତିକି ନାହିଁ, ମାତ୍ର ଆମେ ମୋସାଙ୍କର ମା ଯୋକେବତଙ୍କର ବିଷୟରେ ମଧ୍ୟ ଲକ୍ଷ୍ୟ କରୁ ଯେ ଯୋକେବତ କେବଳ ଯେ ସାଧାରଣ ନାରୀ ଥିଲେ ତାହା ନୁହେଁ, ଯିହୁଦୀ ନାରୀ ଥିଲେ, କିନ୍ତୁ ସେଇ ବିଜାତି ରାଜ ସେଇ ଫାରୋ ରାଜା ସମ୍ମୁଖରେ ମଧ୍ୟ ସେ ବିଶେଷ କାର୍ଯ୍ୟ କରିଥିଲେ। ସେ ତାଙ୍କର ପୁତ୍ରକୁ ସେ ବିଶେଷ ଭାବରେ ରକ୍ଷା କରିଥିଲେ। ବୁଦ୍ଧି ଜ୍ଞାନର ସହିତ ସେ ତାକୁ ଅତି ଯତ୍ନରେ ସେ ନୀଳ ନଦୀରେ ଭସେଇ ଦେଇଥିଲେ। କାହିଁକି ନା ନୀଳ ନଦୀରେ ଭସେଇବା ପାଇଁକା ଆଦେଶ ଥିଲା ଫାରୋ ରାଜାଙ୍କର। ଆଉ ଯେତେବେଳେ ସେମାନଙ୍କର ସନ୍ତାନ ଜନ୍ମ ହେଉଥିଲା ସେମାନେ ପୁତ୍ର ସନ୍ତାନକୁ ମାରି ଦେଉଥିଲେ। ଆଉ ସେଥିପାଇଁକା ତାକୁ କି ପ୍ରକାର ଭାବରେ ବଞ୍ଚେଇ ହେବ ତାର ସମସ୍ତ ଉପାୟ ତା ପାଖରେ ଥିଲା। ଆଉ ସେ ଯୋକେବତ କ'ଣ କରିଛି ନା ସବୁ ପ୍ରକାର ତାର ବୁଦ୍ଧି ଜ୍ଞାନ ଖର୍ଚ୍ଚ କରିକି ପିଲାକୁ ରକ୍ଷା କଲା। ସେ ହେଲେ ମୂଷା। ଆଉ ସେ ମୂଷା ଯେହେତୁ ସେ ରାଜା ଘରର ପୁଅ ହୋଇଗଲା ଆଉ ରାଜକନ୍ୟାର ପୁଅ, ଆଉ ସେଥିପାଇଁକା ତାକୁ ରାଜକନ୍ୟା ପାଳନ କରିବେ ବୋଲି ପ୍ରଭୁ ସଦାପ୍ରଭୁ ତା ମାଆକୁ ସେଇ ଯୋକେବତଙ୍କୁ ଯୋଗେଇ ଦେଇଥିଲା, ଯାହାଦ୍ୱାରା ସେ ତାଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ପ୍ରତିପାଳିତ ହେଇଥିଲେ। ମୂଷା ପ୍ରଭୁ ଈଶ୍ୱରଙ୍କର ପରିଚୟ ତାକୁ ଦିଆଯାଇଥିଲା। ଆଉ ସେଇ ସବୁ ସୁଯୋଗର ସଦ୍ବ୍ୟବହାର କରିକି ସେ ବିଶେଷ ଭାବରେ ଗୋଟେ ଇସ୍ରାଏଲ ମଧ୍ୟରେ ନେତା ଉଠେଇଥିଲେ। ତେବେ ଆଜି ମଧ୍ୟ ନାରୀମାନେ ଏହି ପ୍ରକାର ବୁଦ୍ଧିମତ୍ତାର ସହିତ ଯଦି କାର୍ଯ୍ୟ କରନ୍ତି ତାହେଲେ ସେମାନେ କ'ଣ କରିପାରିବେ? ଲିଡରମାନଙ୍କୁ ନେତାମାନଙ୍କୁ ଉଠେଇ ପାରିବେ। ଆଉ ସେମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକର କାର୍ଯ୍ୟ କରିପାରିବେ। ତା ସହିତ ଆମେ ଲକ୍ଷ୍ୟ କରୁ ଯେ ନୂତନ ନିୟମକୁ ଯେତେବେଳେ ଆମେ ଯାଉ, ଖାଲି ସେ ଆମେ ଯେ ପୁରାତନ ନିୟମରେ ନାରୀମାନଙ୍କୁ ଦେଖୁଛୁ ତା ନୁହେଁ, ନୂତନ ନିୟମରେ ଅଜସ୍ର ନାରୀମାନଙ୍କର କଥା ଦିଆଯାଇଛି। କିନ୍ତୁ ସବୁଯାକ ନାରୀ ଯେ ଆମେ ଉପସ୍ଥାପନ କରିପାରିବା ଏ ଅଳ୍ପ ସମୟ ଭିତରେ ତା ନୁହେଁ, ମାତ୍ର ଅଳ୍ପ କେତୋଟିଙ୍କୁ ଆମେ ଦେଖିବା। ଯେ ପିତରଙ୍କ ଶାଶୁ, ପିତର ହେଉଛନ୍ତି ସବୁଠାରୁ ବଳିଷ୍ଠ ଶିଷ୍ୟ ଥିଲେ ଯୀଶୁଙ୍କର। ଆଉ ପିତରଙ୍କର ଉପରେ ସମ୍ପୂର୍ଣ୍ଣ ଭାବରେ ଆଗାମୀ ଆଦିମଣ୍ଡଳୀ ନିର୍ମିତ ହେବ ବୋଲି ଈଶ୍ୱର ପ୍ରଭୁ ଯୀଶୁ ସେ ବିଷୟରେ ମଧ୍ୟ ଭବିଷ୍ୟତବାଣୀ କହିଥିଲେ ଯେ ସେ ପଥର, ପିତର ହେଉଛନ୍ତି ପଥର, ଆଉ ତାଙ୍କ ଉପରେ ମଣ୍ଡଳୀ ସ୍ଥାପିତ ହେବ ବୋଲି। ଆଉ ସେଥିପାଇଁକା
ପିତର ଯାଇକିରି କ'ଣ କରୁଛନ୍ତି ଏଇଠି ଆମେ ଲକ୍ଷ୍ୟ କରୁଛୁ ଯେ ପିତରଙ୍କର ଶାଶୁ ଗୋଟେ ବୟସ୍କା ନାରୀ ଆଉ ସେ ମାର୍କ ତାର 1 ପର୍ବ 29-31 ପର୍ଯ୍ୟନ୍ତ ଲେଖାଯାଏ ଯେ ପିତରଙ୍କ ଗୃହରେ ତାଙ୍କ ଶାଶୁ ଅସୁସ୍ଥ ଥିଲେ ଆଉ କିନ୍ତୁ କ'ଣ କଲେ ନା ସାଙ୍ଗେ ସାଙ୍ଗେ ସେ ଯୀଶୁଙ୍କର ସ୍ପର୍ଶରେ ଯୀଶୁଙ୍କର ଆଦେଶ ମାତ୍ରେ ସେ ସୁସ୍ଥ ହେଲେ ସମ୍ପୂର୍ଣ୍ଣ ଜ୍ୱର ତାଙ୍କୁ ଛାଡ଼ିଗଲା ଆଉ ସେ ଉଠିକିରି କ'ଣ କରୁଛନ୍ତି ଯୀଶୁଙ୍କର ସେବା କରୁଛନ୍ତି। ତେବେ ଆମେ ଲକ୍ଷ୍ୟ କରୁଛୁ ଯେ ସେଇ ପିତରଙ୍କ ଶାଶୁ କେବଳ ନୁହେଁ କିନ୍ତୁ ଆମେ ଦେଖୁଛୁ ଯେ ଦରିଦ୍ର ବିଧବାଟି ସେ କ'ଣ କରୁଛି 2 ପାଉଲା ଆଣିକିରି ଏ ମଣ୍ଡଳୀରେ ଦେଉଛି। ଆମେ ଲକ୍ଷ୍ୟ କରୁ ଦରିଦ୍ର ମାନେ କ'ଣ ଈଶ୍ୱରଙ୍କ ଦୃଷ୍ଟିରେ ଘୃଣ୍ୟ କି କୌଣସି ବିଧବା କ'ଣ ଈଶ୍ୱରଙ୍କ ଦୃଷ୍ଟିରେ ଘୃଣ୍ୟ କି ନା ନା କେହି ମଧ୍ୟ କୌଣସି ନାରୀ ଈଶ୍ୱରଙ୍କ ଦୃଷ୍ଟିରେ ଘୃଣ୍ୟ ନୁହନ୍ତି। ଆଉ ଦରିଦ୍ର ବିଧବା ଯାହା ଦେଇଥିଲା ଯୀଶୁଙ୍କର ତାହା ହେଉଛି ସର୍ବୋତ୍କୃଷ୍ଟ ଦାନ ବୋଲି ସେ ଗ୍ରହଣ କରିଥିଲେ ସର୍ବୋତ୍କୃଷ୍ଟ ଦାନ। ଆଉ ଯେତେବେଳେ ସେ ସର୍ବସ୍ୱ ଦେଲା ତା ପାଇଁକା ନିଜ ପାଇଁ ଯାହା ରଖିଥିଲା ଦରିଦ୍ର ଯେହେତୁ 2ଟି ପାହୁଲ ତା ପାଖରେ ଥିଲା ଆଉ ସେତିକି ମଧ୍ୟ ପ୍ରଭୁଙ୍କର ସେଇ ମନ୍ଦିରରେ ସେ ଦେଇଦେଲା। ଆଉ ସେହି ପ୍ରକାର ଭାବରେ ଈଶ୍ୱର ଆମମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ତୋଲନ୍ତି ନାରୀ ହେଲେ ମଧ୍ୟ ବିଧବା ହେଲେ ମଧ୍ୟ ଯେତେ ଦରିଦ୍ର ହେଲେ ମଧ୍ୟ ପ୍ରଭୁ ପ୍ରତ୍ୟେକ ନାରୀକୁ ବିଶେଷ ଭାବରେ ମୂଲ୍ୟ ଦିଅନ୍ତି ତାଙ୍କର କାର୍ଯ୍ୟ ଈଶ୍ୱରଙ୍କ ପାଇଁକା ଯାହା। ତାପରେ ଆମେ ଦେଖୁଛୁ ଯେ ଫିଲିପଙ୍କର 4 ଝିଅ ସେମାନେ ଥିଲେ ଅବିବାହିତ। ଆମ ନାରୀମାନଙ୍କର ଭିତରେ ଅନେକ ଜଣ ଅବିବାହିତ ଅଛନ୍ତି କିନ୍ତୁ ସେମାନେ ଈଶ୍ୱରଙ୍କର ଆତ୍ମାରେ ପରିପୂର୍ଣ୍ଣ ଥିଲେ ଆଉ ଆତ୍ମାଙ୍କର ଚାଳନାରେ ଚାଳିତ ହେଉଥିଲେ ଈଶ୍ୱର ତାଙ୍କୁ ବ୍ୟବହାର କରୁଥିଲେ। ଆଉ ସେଇ ନାରୀମାନଙ୍କର କଥା ଦିଆଯାଏ ଯେ ସେଇ ପ୍ରେରିତ ପୁସ୍ତକର 21-9 ପଦରେ ଆମେ ସେମାନଙ୍କ କଥା ଦେଖାଯାଉଛି ଦେଖିପାରିବା। ଆତ୍ମିକର ବରଦାନ ପ୍ରଭୁ ପ୍ରତ୍ୟେକଙ୍କୁ ବିଭିନ୍ନ ପ୍ରକାର ଭାବରେ ଦେଇଛନ୍ତି। ଆମେ ସେଇଟା ରୋମୀ 12:1 ପ୍ରଥମ କରନ୍ତି 12 ପଦରେ ମଧ୍ୟ ଦେଖୁଛୁ ଯେ ବିଭିନ୍ନ ପ୍ରକାର ଦାନ ସମ୍ବନ୍ଧରେ ସେଇ ସବୁ ପଦ ଗୁଡ଼ିକରେ ଲେଖାଯାଏ। ତାପରେ ମଧ୍ୟ ଆମେ ଦେଖୁଛୁ ଯେ ଦରକାର ବିଷୟରେ ଦରକାର ମଧ୍ୟ ଗୋଟେ ଅବିବାହିତ ବୟସ୍କା ନାରୀ କିନ୍ତୁ ସେ ବହୁତ ଛୋଟ କାମ କରୁଥିଲେ। ଆମେ ଭାବୁ ଯେ ସିଲେଇ କାମଟା କ'ଣ ସାଙ୍ଗେ ସାଙ୍ଗେ ତ ହେଇଯିବ ଆଉ ସେଇଟା ଗୋଟେ କ'ଣ ପ୍ରଭୁଙ୍କ ଦୃଷ୍ଟିରେ ବିଶେଷ କାର୍ଯ୍ୟ ହେଇପାରିବ କିନ୍ତୁ ଦରକାର ଏଇ ପ୍ରକାର ନାରୀ ଥିଲେ ଯେ ସେ କ'ଣ କରୁଥିଲେ ନା ତାଙ୍କର ସେଇ କାର୍ଯ୍ୟ ସିଲେଇ କାର୍ଯ୍ୟରେ ସେ ବିଶେଷ ଭାବରେ ଅନେକ ଅସହାୟ ବିଧବାମାନଙ୍କ ପାଇଁକା ସିଲେଇ କରିକି ସେମାନଙ୍କୁ ପିନ୍ଧଉଥିଲେ ଯାହାଦ୍ୱାରା ତାହା ଈଶ୍ୱରଙ୍କ ଦୃଷ୍ଟିରେ ବହୁତ ମୂଲ୍ୟବାନ ଥିଲା। ଆମେ ଛୋଟ କାମ ବୋଲି ଭାବିବାନି କୌଣସି ବିଷୟରେ। ନାରୀ ସଦାସର୍ବଦା ଯେକୌଣସି ତାକୁ ଟ୍ୟାଲେଣ୍ଟ ଦିଆଯାଇଛି ଯେକୌଣସି କାର୍ଯ୍ୟ ସେ କରିପାରେ ସେଥିରେ ସେ କ'ଣ କରିବ ନା ଈଶ୍ୱରଙ୍କ ପାଇଁ ଈଶ୍ୱରଙ୍କ ଗୌରବ ପାଇଁ ତାହା ବ୍ୟବହାର କରିବ। ସଫିରା ଆଉ ଆମେ ଦେଖୁଛୁ ଯେ କ'ଣ ହେଲା ପ୍ରେରିତ 5 ପର୍ବରେ ଲେଖାଯାଏ ହନାନୀୟ ସଫିରା କଥା। ହନାନୀୟ ସଫିରା ଏକ ମନ ହେଲେ ହଁ ଦମ୍ପତି ଭାବରେ ସେମାନେ ଏକ ମନ ହେବା କଥା କିନ୍ତୁ ସେମାନେ କ'ଣ କରୁଛନ୍ତି ନା ସେମାନେ ଯାହା ପ୍ରତିଜ୍ଞା କରିଥିଲେ ସେ ଅନୁସାରେ କାର୍ଯ୍ୟ କରିନାହାନ୍ତି। ପ୍ରଭୁଙ୍କ ନିକଟରେ ଯାହା ପ୍ରତିଜ୍ଞା କରାଯାଏ ତାହା ନିତାନ୍ତ ସଫଳ ହେବାର କଥା। ସଫିରା କିନ୍ତୁ ଯେମିତି ହନାନୀୟ କହିଲେ ହଁ ଆମେ ସେଇ ଜମିକୁ ଏତିକି ପଇସାରେ ବିକିଥିଲୁ ଆଉ ସେଇ ପଇସାଟା ଆମେ ଆଣିଛୁ। ଯେମିତିକା ସେଇ ସଫିରାଙ୍କର ସ୍ୱାମୀ ମରିଗଲେ
ନା ନିଅ। ଆଉ ସଫିରା କ'ଣ କଲେ ନା ତାଙ୍କ ପଛେ ପଛେ ଆସିଲେ। ହଁ ବହୁତ ଘଣ୍ଟା ପରେ ଆସିଲେ, ଜାଣନ୍ତି ନାହିଁ ତାଙ୍କ ସ୍ୱାମୀକୁ କ'ଣ ହେଇଛି। ଆଉ ସେ ମଧ୍ୟ ସେଇ ମିଛ କଥା କହିଲେ। ଆଉ କହିଲେ ହଁ ସେତିକି ଟଙ୍କାରେ ଆମେ ବିକ୍ରି କରୁଛୁ, ସବୁ ଟଙ୍କା ମନ୍ଦିରକୁ ଦେଇଛୁ, ଈଶ୍ୱରଙ୍କ କାର୍ଯ୍ୟ ପାଇଁ ଦେଇଛୁ। କିନ୍ତୁ ସେ ମିଛ କଥା କହିଲା କ୍ଷଣି କଚାଡ଼ି ହେଇକି ସେ ପିତରଙ୍କ ଗୋଡ଼ ତଳେ ପଡ଼ିଯାଉଛନ୍ତି। ଆଉ ସେ କୌଣସି ପ୍ରକାରେ ରକ୍ଷା ପାଇଲେ ନାହିଁ। ବିଶେଷ ଭାବରେ ନାରୀମାନେ ସେ ବିଷୟରେ ସତର୍କ ହେବାର ଆବଶ୍ୟକତା ରହିଛି ଯେ ଆମର ସ୍ୱାମୀ ଯାହା କହିବେ ସେ ଭୁଲ ହେଇଥିଲେ ବି ଆମେ ହଁ କରିବା ତା ନୁହେଁ। ଆମକୁ କ'ଣ କରିବାକୁ ହେବ, ତାହାର ପ୍ରତିବାଦ କରିବାକୁ ହେବ। ଈଶ୍ୱରଙ୍କ ଦୃଷ୍ଟିରେ ଆମେ ମିଛ କଥା କହିଲେ ଈଶ୍ୱର ଯେ ତା ଜାଣିପାରିବେ ନାହିଁ ତା ନୁହେଁ, ଆମମାନଙ୍କୁ ଦଣ୍ଡ ଦେବେ। ଏମିତିକି ସଫିରାର ପ୍ରାଣତ୍ୟାଗ କେବଳ ସେ ଯେହେତୁ ଏଇ ସମସ୍ତ ବାଟରେ ଗଲା ଆଉ ନିଜର ପ୍ରକୃତ ପଦକ୍ଷେପ ନେଇପାରିଲାନି। ଆମର ପଦକ୍ଷେପ ଏତେ ଦୃଢ଼ୀଭୂତ ହେବାର ଆବଶ୍ୟକ। ପ୍ରତ୍ୟେକ ନାରୀ ଜାଣିବାର ଆବଶ୍ୟକ ଯେ ଈଶ୍ୱର କ'ଣ କରିବାକୁ ଚାହାନ୍ତି। ଆଉ ଆମମାନେ ମଧ୍ୟ ଦେଖୁଛୁ ଯେ ବିଧବା ନାରୀ ଗୋଟେ ହାନ୍ନା, ଆଉ ସେ ମଧ୍ୟ ବୃଦ୍ଧା। ଲୁକ ତାର 2:22-27 ଲେଖାଯାଏ। ନିରନ୍ତର ଈଶ୍ୱରଙ୍କର ସେବାରେ ସେ ଲାଗିଥିଲେ। ଆଉ ସେ ତାଙ୍କ ସ୍ୱାମୀ ସାଙ୍ଗେ 7 ବର୍ଷ ରହି ବିଧବା ହେଇଯାଇଛନ୍ତି। ତାଙ୍କୁ ସେ ଏକାକୀ ଜୀବନ କାଟୁଛନ୍ତି। କିନ୍ତୁ ମନ୍ଦିରରେ ଈଶ୍ୱରଙ୍କର ମନ୍ଦିରରେ ସେ ସଦା ସର୍ବଦା ଶିଶୁ ସେହି ସ୍ଥାନରେ ରହିଥିଲେ। ସେତେବେଳେ ସେ ଶିଶୁ 8 ଦିନର ଶିଶୁ ତାଙ୍କୁ ଉତ୍ସର୍ଗ କରିବାକୁ ଅଣାଗଲା। ଆଉ ସେ ସମୟରେ ସେ ସ୍ତୁତିବାଦ କରୁଛନ୍ତି। ଆଉ ସେ କହୁଛନ୍ତି ଯେ ଜେରୁସାଲେମରେ ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାଙ୍କ ବିଷୟ ସେ କହିବାରେ ଲାଗିଛନ୍ତି। ଆମେ ଦେଖୁଛୁ ତିମୋଥୀ ପୁସ୍ତକରେ ମଧ୍ୟ ଲୁଇ ଆଉ ୟୁନିକି ସେମାନେ ହେଉଛନ୍ତି ତିମୋଥୀଙ୍କର ମା ଆଉ ମାତାମହୀ, ତାଙ୍କର ଆଈ। ସେ 2 ଜଣ ମା ଝିଅ ସେମାନେ ସମସ୍ତେ ଧର୍ମଶାସ୍ତ୍ର ପ୍ରତି ତାଙ୍କର ପ୍ରଗାଢ଼ ବିଶ୍ୱାସ, ଭକ୍ତି ଆଉ ଶ୍ରଦ୍ଧା ଥିଲା, ଯାହାଦ୍ୱାରା ସେମାନେ ତିମୋଥୀକୁ ଗଢ଼ି ପାରିଲେ ସେଇ ବିଶ୍ୱାସରେ। ତିମୋଥୀ ସେଇ ବିଶ୍ୱାସ ମାଙ୍କର ଆଉ ଆଈଙ୍କର ବିଶ୍ୱାସରେ ସେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସୀ ଭକ୍ତ, ପ୍ରଗାଢ଼ ବିଶ୍ୱାସ ଲାଭ କରିଥିଲେ। ଆମେ ପ୍ରିସ୍କିଲା ଆଉ ଆକ୍ୱିଲା କଥା ଜାଣୁ। ପ୍ରେରିତ ପୁସ୍ତକରେ ସେ କଥା ଅଛି 18 ପର୍ବରେ ଯେ ରୋମିରେ ମଧ୍ୟ ଅଛି, 1 କରନ୍ଥରେ। ଆମେ ଲକ୍ଷ୍ୟ କରୁ ଯେ ସୁସମାଚାର ପ୍ରଚାରକ ହେଉଛନ୍ତି ସାଧ୍ୱୀ ପ୍ରିସ୍କିଲା। ପ୍ରିସ୍କିଲା ତାଙ୍କର ସ୍ୱାମୀଠାରୁ ଅଧିକ ପାଠ ପଢ଼ିଥିଲେ, ଅଧିକ ଜ୍ଞାନୀ ଥିଲେ, ଆଉ ଅଧିକ ଆଗେ ପ୍ରଭୁଙ୍କୁ ଗ୍ରହଣ କରିଥିଲେ। ସେ ଅବଶ୍ୟ ତାହା ପ୍ରଭୁଙ୍କ ବାକ୍ୟରେ ଲେଖାଯାଇନି, କିନ୍ତୁ ତାଙ୍କ ଇତିହାସରୁ ଆମେ ଜାଣୁ ପ୍ରିସ୍କିଲା ଆଉ ଆକ୍ୱିଲା ସେମାନେ ହେଉଛନ୍ତି ଏତେ ଖ୍ରୀଷ୍ଟ ବିଶ୍ୱାସୀ ଥିଲେ। ସେମାନେ ପାଉଲଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଖ୍ରୀଷ୍ଟଙ୍କର ପରିଚୟ ପାଇଥିଲେ। ଆଉ ସେମାନେ ପାଉଲଙ୍କୁ ଏହି ପ୍ରକାର ଭାବରେ ପାଉଲଙ୍କର ମଧ୍ୟ ବାଧ୍ୟ ହେଉଥିଲେ। ଆଉ ସେମାନେ ତାଙ୍କର କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରୁଥିଲେ। ସେମାନେ କୌଣସି ପ୍ରକାରେ ମନ୍ଦିରର କୌଣସି ବିଷୟ ଉପରେ ନିର୍ଭର କରୁନଥିଲେ, କିନ୍ତୁ ନିଜର ସେମାନେ ତମ୍ବୁ ନିର୍ମାଣ କାର୍ଯ୍ୟ କରୁଥିଲେ। ପାଉଲ ଯେମିତି କରୁଥିଲେ ସେମିତି ଭାବରେ ସେ ଚମଡ଼ାରେ ତମ୍ବୁ ନିର୍ମାଣକାରୀ। ଆଉ ସେମାନେ କାହା ଉପରେ ନିର୍ଭର କରୁନଥିଲେ, କିନ୍ତୁ ସେମାନେ ଆତ୍ମାଙ୍କ ପବିତ୍ର ଆତ୍ମାଙ୍କ ଦ୍ୱାରା ଏତେ ପ୍ରଗାଢ଼ ବିଶ୍ୱାସ ତାଙ୍କର ଥିଲା ଯେ ସେ କ'ଣ କରୁଥିଲେ ଯେ ଆପୋଲୋ ବୋଲି ଗୋଟିଏ
युवा जितेबाला पाखक आसिले से होती आलेक्जांड्रिया युवक से केवल जानी जोहन डुबकर विश्वास आर बाट किंतु से जितेबाला समस्त कथा देखुंट जे से प्रिस्किला विशेष दायित्व नेले से आपोलो को शिक्षा देवाको आपोलो को से शिक्षा यही प्रकार भाव में संपूर्ण भाव में दृढ़ीभूत कले विश्वास रे प्रभु जीशु को से विश्वास करी युदी माने केवल से पुरातन नियम व्यवस्था उपर निर्भर करती किंतु यही प्रकार शिक्षा से माने जानती नहीं यीशुंकर पुनरुत्थान विषय किंबा सहित आगमन विषय कौन से विषय से मैंने जानती नहीं से सब शिक्षा यही प्रिस्किला देते से प्रकार गोटे गोटे लोक को दृढ़ीभूत विश्वास रे परिपूर्ण करने नारी मान को दायित्व प्रभु देते प्रिस्किला परी आउे आम जानूचु जे एफिसी मंडली तांको द्वारा गठित होता किंतु आमको इतिहास कहे जे प्रिस्किला आक्विला को ये मस्तक छेदन कर दि जाता रोम रे संपूर्ण भाव यही प्रकार अवस्था को अणा जाइतिला दंड प्राप्त होते मृत्युवरण करते चर्च अच्छी रोम रे से माने रोमान कैथोलिक लोक माने से प्रिस्किला आक्विला स्मृति दिवस पालन करती आमे नारी भाव में प्रिस्किला समस्त कार्य आम लक्ष्य करूँ सहित आधुनिक नारी मान को देखू जे केवल केतक महिला जे विश्व विशेष स्थान अधिकार करचंती राजनैतिक क्षेत्र रे से माने पदाधिकारी होती विशेष भाव में आम जानूँ जे इंग्लैंड राणी एलिजाबेथ प्रथम और द्वितीय से माने होचंती राजनीति सर्वोच्च स्थान अधिकार करते आफ्रिकार राष्ट्रपति एलेन जॉनसन सार्लिफ एशिया महादेशर मध्य प्रदेश मुख्यमंत्री मायावती भारतर प्रधानमंत्री श्रीमती इंदिरा गांधी राष्ट्रपति प्रतिभा पाटिल वर्तमान श्रीमती द्रौपदी मुर्मू माने समस्ते कौन करचंती ओडिशा रे पूरा भारत रे से माने बहुत विशेष कार्य सब कर नेतृत्व रे देश माने बाल्य विवाह निराकरण करचंती शिशु श्रमिक मानू चालाण निषेध करचंती एपरिकी सैन्य विभाग विज्ञान प्रजुक्ति विद्या ता सहित से माने वैषयिक शिक्षार उन्नति विशेष गुरुत्व देथिले महिला माने स्वार्थ त्यागर एपरिकी आपणार प्राण मध्य विसर्जन करने को केतेबेले मध्य कुंठाबद्ध करि नथिले आरि भाव रे आमानकर समस्त अंश जेपरि प्रभु पुरस्कार योग्य होबाकु पारिबो सेथिपाई आमने विशेष भाव में समस्त ईश्वर इच्छा अनुसार कार्य करने को आवश्यक रही। प्रभु आम समस्त को विशेष आशीर्वाद दियंतु। आज प्रोग्राम टी एठारे रखुछु। ईश्वर को इच्छा हेले नेक्स्ट एपिसोड रे देखा हबो। शालोम बाय बाय। तुमे केड़े धन्य तुमे केड़े धन्य